ଗାଧେଇ ଆସିଲା ବେଳେ ହାତ କଟିଯିବ ବୋଲି ଜାଣିନଥିଲି। ଆଜି ଖାଇଲୁ ବିରିୟାନୀ। ଜୟ ଜଗନ୍ନାଥ। ଆଉ ଗୋଟେ ମିନି ବ୍ଲଗ ଆରମ୍ଭ କରୁଛି ଡ୍ୟୁଟିରୁ। ଆଜି ହେଲା ଭୁବନେଶ୍ୱର ଡେ 5 ଆଇଲୁନି କେତେ ଜଣ ବ୍ଲଗ ଆରମ୍ଭ କରୁଛି। ଏବେ ଯାହାର କାମ ଥିଲା କରିକି ବ୍ଲଗ ଆରମ୍ଭ କରିଲେ ଏପଟେ ସାଇଡ କରିକି ରଖିଦେଇଛି। ଗେଷ୍ଟ ମାନେ ଆସିକି ଖାଇବେ। ଗୋଟେ ବ୍ରେଡ ଟୋଷ୍ଟ ବନେଇଲି, ତାପରେ ଆଣିଥିଲି ଖାଇବାକୁ। ସକାଳ ଉପରୁ କାମ କରୁଥିଲି, କିଛି ବି ଖାଇଥିଲି। ଖାଇବାର ହେଇଥିଲା ଆଳୁ ପରଟା, ଭୋବୁନି, ସିମେଇ ଦବେଇକି ଖାଇଦେଲି। ଖାଇ ଆସିଲେନି ଡ୍ୟୁଟିକୁ। ମୁଁ ଆସିଥିଲି ରୁମ କୁ ଅର୍ଡର ଦେଇଥାଏ। ସେଠି ଦେଇକି ମୋ ଡ୍ୟୁଟି ସରିଗଲା। ପଳେଇ ଆସିଲି ରୁମ କୁ। ଏଠି ଗୁଗୁନୁ ବସିକି ମୋବାଇଲ ଟିପୁଛି। ଆସିଥିଲି ଗାଧେଇବାକୁ ବାଥରୁମ କୁ, ଗୋଡ ଖସିଗଲା, ପଡିକି ହାତ ବି ଚିରିଗଲା। ଯେତେବେଳେ ଭାବୁଛି କଣ ଗୋଟେ କରିବି ବୋଲି, ଏଇ ଜାଗାରେ କିଛି ନା କିଛି ଗୋଟେ କାଣ୍ଡ ହେଇଯାଉଛି। ମତେ ଲାଗୁଛି ବେଳ ଖରାପ ଚାଲିଛି। ଗାଧେଇକି ପଳେଇ ଆସିଲି। ଗୁଗୁନୁ ଏଠି ରିଲ କରିବାର ତାର ସେଟଅପ କରୁଛି। ଆମେ ଆସିଥିଲୁ ହୋଟେଲ କୁ ଖାଇବାକୁ। ଏଠି ଦେଖିଲା ବେଳକୁ ଖାଇବା ରେଡି ହେଇନାହିଁ। ଖାଇବା ରେଡି ହେଲା ବେଳକୁ ଡେରି ଅଛି। ଗୁଗୁନୁ ମୁଁ ପଳେଇ ଆସିଲୁ ବିରିୟାନୀ କିଙ୍ଗ ଖାଇବାକୁ। ଦେଖିବା ବିରିୟାନୀ କିଙ୍ଗ ର ନାଁ ଦିଆ ହେଇଛି। ତା ବିରିୟାନୀ କେମିତି ଦେଖିବା। ଦି ଜଣ ହାଫ ହାଫ ପ୍ଲେଟ ନେଇ ଆସିଲୁ ଖାଇବାକୁ। ମୁଁ ତ ଚିକେନ ଖାଇବିନି, ଚିକେନ ସବୁ ଗୁଗୁନୁ କୁ ଦେଇଦେଲି। ଖାଲି ରାଇସ ମୁଁ ଖାଇଦେଲି। ମତେ ଏତେ ଖାସ ଲାଗିଲାନି କଣ ପାଇଁ କିଆଣି। ଭେଜ ଖାଇବା ଛୁଆ ନନ ଭେଜ ଖାଇଦଉଛି। ମତେ ଟୋଟାଲ ଭଲ ଲାଗୁନି। ଖାଲି ବାଧ୍ୟରେ ଖାଇବାର କଥା। ଆଜିର ବ୍ଲଗ ଏଇ ରଖୁଛି। ଆଉ ଦେଖିବା ନେକ୍ସଟ ବ୍ଲଗ ରେ।